ବିଜୁ ପଟ୍ଟନାୟକଙ୍କ 27ତମ ତିରୋଧାନ ଦିବସ ପାଳିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପ୍ରବାଦ ପୁରୁଷ, ଝଡ଼ର ଇଗଲ, ନୀଳ ଆକାଶର ବାଦଶାହ ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ 27ତମ ତିରୋଧାନ ଦିବସ ପାଳନ ଅବସରରେ ଆଠମଲ୍ଲିକ ବିକାଶ ସାରଥୀ ତଥା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନ ଏବଂ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସଂଗଠକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠମଲ୍ଲିକ ପଞ୍ଚାୟତ ସମିତି କମ୍ପଲା ଗ୍ରାମ ପଞ୍ଚାୟତର ବେଲପଞ୍ଜି ମଠ ମହାନଦୀଠାରେ ତିଳତର୍ପଣ କାର୍ଯ୍ୟକ୍ରମ କରିସାରିବା ପରେ ଶ୍ରୀଯୁକ୍ତ ନଳିନୀକାନ୍ତ ପ୍ରଧାନ ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ବିଜୁ ଜନତା ଦଳର ଜଣେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିକଶିତ ଆଠମଲ୍ଲିକ ଗଢ଼ି ତୋଳିବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇବା ଆଜିର ଏହି ତିଳତର୍ପଣ କାର୍ଯ୍ୟକ୍ରମ ଓ ଶପଥ ଗ୍ରହଣ ଉତ୍ସବରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଉପାଧ୍ୟକ୍ଷ, ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟା, ସରପଞ୍ଚ ସମିତି ସଭ୍ୟା ଏବଂ ବିଜୁ ଜନତା ଦଳର ଯୁବ ଛାତ୍ର ମହିଳା ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଠମଲ୍ଲିକରୁ ସୁମନ ବଡ଼ମାଲିଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।